आपण माने लव मैरेज करंतु कि अरेंज मैरेज करंतु सबुठारु महत्वपूर्ण जिनस होउची कि आपण माने जहाकू बाहा होउचंती सीए भल हेइथिबा दरकार। आपण मानकर स्वभाव चिंताधारा मन सहित आपण जहाकू बाहा होउचंती तांकर स्वभाव चिंताधारा मन मिसुथिबा दरकार। आउ आउ गोटे कथा है कि आपण मानकर जो दाम्पत्य जीवन अच्छी सेईटा सुखकर हवा दरकार। ଏହି କ୍ଷେତ୍ରରେ ଆଜି ଆମେ ଆଲୋଚନା କରିବା କି ମେଷ ରାଶିର ବ୍ୟକ୍ତିମାନଙ୍କୁ କେଉଁ ରାଶିର ବ୍ୟକ୍ତିମାନଙ୍କ ସହିତ ବିବାହ କଲେ ଜ୍ୟୋତିଷ ଶାସ୍ତ୍ର ମତରେ ଶୁଭ ହୋଇଥାଏ। ନମସ୍କାର, ମୁଁ ସୁଆଶିଷ ପୁଣି ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲକୁ। ଆଜି ଆମେ ଡିଟେଲ୍ସରେ ଆଲୋଚନା କରିବା କି ଯଦି ଜଣେ ମେଷ ରାଶିର ବ୍ୟକ୍ତି ଅଛି ତାହେଲେ ସେ କେଉଁ ରାଶିର ବ୍ୟକ୍ତିମାନଙ୍କୁ ବିବାହ କଲେ ତାଙ୍କ ପାଇଁ ରାଜଯୌତୁକ ପଡ଼ିଥାଏ ଏବଂ ଅତ୍ୟନ୍ତ ଶୁଭ ହେଇଥାଏ। ସେଇ ବିଷୟରେ ତ ଡିଟେଲ୍ସରେ ଆଲୋଚନା କରିବା। ତା ପୂର୍ବରୁ ସବୁଦିନ ଭଳି ଗୋଟେ ରିକ୍ୱେଷ୍ଟ କରିବାକୁ ଚାହିଁବି କି ଯେଉଁମାନେ ବି ଏଯାଏଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଆଉ ପାଖ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଦ୍ୱାରା କି ମୁଁ ଆଗକୁ ଯାହା ବି କିଛି ଭିଡ଼ିଓ ଦେବି ତା ନୋଟିଫିକେସନ୍ ଆପଣମାନଙ୍କୁ ଠିକ୍ ସମୟରେ ମିଳିଯିବ। ଯଦି ଆମେ କାଳପୁରୁଷର ପ୍ରଥମ ରାଶି ମେଷ ରାଶି କଥା କହିବା ତାହେଲେ ମେଷ ରାଶିର ବ୍ୟକ୍ତିମାନେ ଯଦି ମେଷ ରାଶି, ମିଥୁନ ରାଶି, କର୍କଟ ରାଶି, କୁମ୍ଭ ରାଶି ଏବଂ ମକର ରାଶିର ବ୍ୟକ୍ତିମାନଙ୍କୁ ବିବାହ କରନ୍ତି ତାହେଲେ ତାଙ୍କ ପକ୍ଷେ ଅତ୍ୟନ୍ତ ଶୁଭ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ମତରେ ରାଜଯୌତୁକ ପଡ଼ିଥାଏ। ଏ ତ ଥିଲା ମେଷ ରାଶିର ବ୍ୟକ୍ତିମାନେ କେଉଁ ରାଶିର ବ୍ୟକ୍ତିମାନଙ୍କୁ ବିବାହ କଲେ ରାଜଯୌତୁକ ପଡ଼ିଥାଏ ବା ଶୁଭ ହୋଇଥାଏ। ଆମେ ନେକ୍ସଟ ଭିଡ଼ିଓରେ ଆଲୋଚନା କରିବା କି ଯେଉଁମାନେ ବୃଷ ରାଶିର ବ୍ୟକ୍ତି ଅଛନ୍ତି ସେମାନେ କେଉଁ ରାଶିର ବ୍ୟକ୍ତିମାନଙ୍କୁ ବିବାହ କଲେ ତାଙ୍କ ପାଇଁ ଶୁଭ ହୋଇଥାଏ ବା ରାଜଯୌତୁକ ପଡ଼ିଥାଏ। ଆଜି ପାଇଁ ତ ଏତିକି, ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର।